ନମସ୍କାର ଦର୍ଶକ ବନ୍ଧୁ। ସମସ୍ତ ସରକାରୀ ଚାକିରିଆମାନଙ୍କ ପାଇଁ ଆସିଲା ଖୁସିର ଖବର। ତେବେ ଦେଶରେ ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ତେବେ ଏହି ଅଷ୍ଟମ ବେତନ କମିଶନଟି ଲାଗିଲେ ତେବେ ଆପଣଙ୍କର ଦରମାରେ 3 ଗୁଣା ବୃଦ୍ଧି ପାଇବ। ତେବେ ଆପଣମାନେ ବର୍ତ୍ତମାନ ଯେଉଁ ବେସିକ୍ କିମ୍ବା ସର୍ବନିମ୍ନ ସ୍କେଲଟି ପାଉଛନ୍ତି, ତେବେ ବର୍ତ୍ତମାନ ଆପଣମାନଙ୍କର ବେସିକ୍ଟି 3 ଗୁଣା ହେଇଯିବ। ତାପରେ ଆପଣମାନଙ୍କର ଡିଏ, ଏଚ୍ଆର୍ଏ ଏମିତି ସବୁ ମିଶି ତାପରେ ଆପଣମାନେ କେତେ ପାଇବେ ଭାବି ପାରୁଛନ୍ତି ତ? ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏହି 8 ପେ କମିଶନକୁ ନେଇ ଆଜି ଅନୁମୋଦନ ମିଳିସାରିଛି। ତେବେ 2026ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ବଡ଼ ତୁଫା ଆଣିବାକୁ ଯାଉଛନ୍ତି ମୋଦି ସରକାର। ତେବେ ଆସନ୍ତୁ ଡିଟେଲ୍ସ ଖବରଟି ପଢ଼ି ନେବା। ତେବେ ଦେଶରେ ଯେଉଁ ସର୍ବନିମ୍ନ ଦରମା ରହିଛି 18,000, ଯେଉଁଟାକି ଗ୍ରୁପ୍ ଡି ମାନେ ପାଉଛନ୍ତି ବର୍ତ୍ତମାନ ବେସିକ୍ ପେ 18,000, ସେଇଟା ବର୍ତ୍ତମାନ ଆପଣମାନଙ୍କର ବଢ଼ି କେତେ କ'ଣ ହେବ ଏବଂ ଡିଟେଲ୍ସ କେତେ କ'ଣ ସବୁ ମିଳିବ, ଡିଟେଲ୍ସ ଆସନ୍ତୁ ଆଜିର ଏହି ଖବରଟିକୁ ପଢ଼ି ନେବା। ତାପରେ ଆପଣମାନେ ଡିଟେଲ୍ସ ସବୁ କିଛି ଜାଣିପାରିବେ। ଦେଖନ୍ତୁ ବର୍ତ୍ତମାନ ଓଟିଭିର ଖବର ଅନୁସାରେ 8 ପେ କମିଶନ ଲାଗୁ ହେବ। କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସିର ଖବର, ପ୍ରାୟ 3 ଗୁଣ ବଢ଼ିପାରେ ଦରମା ଏବଂ ପେନ୍ସନ୍। କେବଳ ଦରମା ପାଉଥିବା ଲୋକମାନଙ୍କ ପାଇଁ ଖୁସିର ଖବର ନୁହେଁ, ଉଭୟ ପେନ୍ସନ୍ ପାଉଥିବା ଲୋକମାନଙ୍କ ପାଇଁ ମଧ୍ୟ ଖୁସିର ଖବର। ତେବେ ଦେଖନ୍ତୁ ଆସନ୍ତା ବର୍ଷ ପ୍ରାୟ 3 ଗୁଣ ବଢ଼ିପାରେ କେନ୍ଦ୍ରୀୟ ସରକାରୀଙ୍କର କର୍ମଚାରୀଙ୍କର ଦରମା। 2025 ବଜେଟ୍ ପୂର୍ବରୁ ସେମାନଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି ମୋଦି ସରକାର। ଦୀର୍ଘ ଦିନର ଦାବି ପୂରଣ କରି ଅଷ୍ଟମ ପେ କମିଶନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଖୁବ୍ ଶୀଘ୍ର ଗଠନ ହେବ ଅଷ୍ଟମ ବେତନ କମିଶନ। କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର କର୍ମଚାରୀମାନଙ୍କର ବେତନ ଓ ପେନ୍ସନ୍ ନିର୍ଦ୍ଧାରଣ କରାଯିବ। ତେବେ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସିର ଖବର, ପ୍ରାୟ 3 ଗୁଣ ବଢ଼ିପାରେ ଦରମା ଏବଂ ପେନ୍ସନ୍। ଅଷ୍ଟମ ବେତନ କମିଶନଙ୍କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିସାରିଛି। ଚଳିତ ବର୍ଷ ଡିସେମ୍ବର 31 ତାରିଖରେ ସରୁଛି ସପ୍ତମ ବେତନ କମିଶନଙ୍କର 10 ବର୍ଷିଆ କାର୍ଯ୍ୟକାଳ। ତେବେ ଆପଣମାନେ ଜାଣିଥିବେ ପ୍ରତି 10 ବର୍ଷରେ ଗୋଟିଏ ଲେଖାଏଁ ପେ କମିଶନ ଲାଗେ। ତେବେ 1947ରେ ପ୍ରଥମ ଥର ପାଇଁ ପେ କମିଶନଟି ଲାଗିଥିଲା। ତେବେ ଇତିମଧ୍ୟରେ 7ଟି ପେ କମିଶନ ଚାଲିଛି। ବର୍ତ୍ତମାନ ସପ୍ତମ ପେ କମିଶନ ଚାଲିଛି। ତେବେ 2026 ପରଠାରୁ ଅଷ୍ଟମ ବେତନ କମିଶନଟି ଲାଗୁ ହେବ। ଦେଖନ୍ତୁ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ଗତ ଥର ଲାଗୁ ହୋଇଥିବା 2.57 ଫିଟମେଣ୍ଟ ଫ୍ୟାକ୍ଟର ଏଥର 2.86କୁ ବଢ଼ିପାରେ। ଫଳରେ ବେସିକ୍ ସାଲାରୀ ବା ମୂଳ ଦରମା 2.86 ଗୁଣ ବୃଦ୍ଧି ପାଇବ। ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ହେଲା କେତେ ଗୁଣ ବଢ଼ିବ ଦରମା। ଏବେ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କର ସର୍ବନିମ୍ନ ବେସିକ୍ ସାଲାରୀ 18,000 ଥିଲାବେଳେ ଫିଟମେଣ୍ଟ ଫ୍ୟାକ୍ଟର 2.86 ଅନୁସାରେ ବେସିକ୍ ସାଲାରୀ 51,480 ଟଙ୍କାକୁ ବଢ଼ିପାରେ। ତେବେ ଦେଖନ୍ତୁ 18,000ର 3 ଗୁଣ ରହିଛି 18×3 = 54। ତେବେ ଦେଖନ୍ତୁ 2.86 ପଏଣ୍ଟ ଅନୁସାରେ ବର୍ତ୍ତମାନ ବେସିକ୍ ସାଲାରୀ ହେବାକୁ ଯାଉଛି 51,480 ଟଙ୍କା। ଆପଣମାନେ ଭାବି ପାରୁଛନ୍ତି ତ 51,480 ଟଙ୍କା ବେସିକ୍ ସାଲାରୀ କେବଳ ହେବ। ତା ସହିତ ଆପଣମାନଙ୍କର ଅନ୍ୟାନ୍ୟ ସବୁ ଆନୁଷଙ୍ଗିକ ଭତ୍ତା ଅଛି, ଯେମିତି ଡିଏ, ଏଚ୍ଆର୍ଏ, ଟିଏ, ଟିପିଏ ଏମିତି କେତେ କ'ଣ ଅଛି। ତେବେ କେନ୍ଦ୍ର ସରକାରମାନେ ଟ୍ରାଭେଲିଂ ଏଲାଉନ୍ସ ପାଇଥାନ୍ତି, କିନ୍ତୁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର କର୍ମଚାରୀମାନେ ସେମିତି ପାଇନଥାନ୍ତି। ତେବେ ଦେଖନ୍ତୁ ସେହିପରି ଏବେ ମାସକୁ ସର୍ବନିମ୍ନ 9,000 ଟଙ୍କା ପାଉଥିବା ପେନ୍ସନ୍ଭୋଗୀ ଆସନ୍ତା ବର୍ଷରୁ ମାସକୁ 25,000 ଟଙ୍କା ଲେଖାଏଁ ପାଇପାରନ୍ତି। ତେବେ 1947 ଠାରୁ ଏଯାଏଁ 7ଟି ପେ କମିଶନ ଲାଗୁ ହୋଇଛି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଶୁଣିନେବା ଏହି ଅଷ୍ଟମ ପେ କମିଶନକୁ ନେଇ ଅଶ୍ୱିନୀ ବୈଷ୍ଣବ, ଆମର ଯେଉଁ ମନ୍ତ୍ରୀ ଅଛନ୍ତି ଅଶ୍ୱିନୀ ବୈଷ୍ଣବ, ସିଧାସଳଖ ତାଙ୍କ ପ୍ରତିକ୍ରିୟାଟି ଶୁଣିନେବା। मैं साथियों इसके बाद में आता हूं जो कैबिनेट में नहीं था फैसला, लेकिन आपकी जानकारी के लिए रखना चाहता हूं। माननीय प्रधानमंत्री जी ने केंद्र सरकार के सभी कर्मचारियों के लिए 8th सेंट्रल पे कमीशन को मंजूरी दे दी। 8th सेंट्रल पे कमीशन आप सब जानते हैं 1947 से अब तक 7 पे कमीशन हुए हैं और प्रधानमंत्री जी ने एक रेगुलर रिदम के साथ पे कमीशन बनाने का जो एक संकल्प लिया है, उसके हिसाब से 2016 में लास्ट पे कमीशन 7th पे कमीशन स्टार्ट हुआ था, तो 2026 में इसका टर्म कंप्लीट होता है। उससे वेल बिफोर 2025 में 8th पे कमीशन स्टैब्लिश करने से सफिशिएंट टाइम मिलेगा so that the recommendations can be received well before the completion of the period of 7th pay commission.